ଇଏ ହେଉଛି ଆଦିଶକ୍ତିଙ୍କ ଚମତ୍କାର ମନ୍ଦିର ମା ସୋରା ଦେବୀ। ଏଠାରେ ଭକ୍ତଙ୍କ ବର୍ଷ ସାରା ଭିଡ଼ ଲାଗି ରହେ। ଏଠି ଭକ୍ତଙ୍କ ଦୁଃଖ ଶୁଣନ୍ତି ମା ସୋରା ଦେବୀ। ମାନସିକ ପୂରଣ ହୁଏ। କାହିଁ କେତେ ଦୂରରୁ ଦୌଡ଼ି ଆସନ୍ତି ଭକ୍ତ ମା ମା ଡାକି। ମାଙ୍କ ପାଖରେ ହୋମ ପୂଜାପାଠ କରିଲେ ଘରକୁ ଆସୁଥିବା ସମସ୍ୟା କିମ୍ବା ବହୁଦିନ ଧରି ସମସ୍ୟା ସହିତ ଜଡ଼ିତ ଥିଲେ ମାଙ୍କ ଦୟାରେ ଦୂର ହୁଏ। ମା ଦୟାମୟୀ, କ୍ଷମାମୟୀ, କରୁଣାମୟୀ, ମମତାମୟୀ, ଅମୃତମୟୀ, ଦୁଃଖନାଶିନୀ, ମନ୍ଦାର ମାଳିନୀ। ଦର୍ଶନ କରିଲେ ଅଦ୍ଭୁତ ଶକ୍ତି ମନ ଭିତରେ ଜାଗୃତ ହୁଏ। ମା ସ୍ୱୟଂ ଭଗବତୀ ଦୁର୍ଗା କାଳୀ। ମା ସୋରା ଦେବୀ। ଦୂର ହୁଏ କଷ୍ଟ, କଟେ ସବୁ ରିଷ୍ଟ। ମା ଜୀବନ୍ତ ସୋରା ଦେବୀ। ମନା ହଉଛି ଦିଲ୍ଲୀପ କୁମାର ଦେଶାଇ ଏହି ମନ୍ଦିରର ସଭାପତି। ଏହି ମନ୍ଦିର ପ୍ରଥମେ ସୁରେନ୍ଦ୍ର ପାତ୍ର ନାମକ ଜଣେ ଲୋକ ଭେଜୁପୁର ପ୍ରଥମେ ମାଙ୍କୁ ସ୍ଥାପନା କରିଥିଲା। ସେ ପ୍ରଥମେ ସେଠି ପୂଜା ଆରମ୍ଭ କଲେ। ତାପରେ ମାଙ୍କର ଯୋଉ ଚାଳ ଘର ଥିଲା, ଗୋଟେ ଚୋର ଥିଲା, ସେ ହଉଛି ନଣ୍ଡା ଚୋର। ସେଇ ନଣ୍ଡା ଚୋର କଣ କଲା, ତାକୁ ସେ ଯୋଉ ମୂର୍ତ୍ତି ଥିଲା ସେ ମୂର୍ତ୍ତିଟି ଚୋରି ନେଇଗଲା। ଚୋରି ନେଇକି ନିଆଁ ଲଗେଇଦେଲା ସେ ମନ୍ଦିରରେ। ତାପରେ କଣ କଲୁ, ଆମ ଗାଁ ଭେଜୁପୁର ପିଲାମାନେ ସମସ୍ତେ ଯୁବବୃନ୍ଦ ସମସ୍ତେ ମିଳି କଣ କଲେ, ଏଠି ସବୁ ଚାନ୍ଦା ସଂଗ୍ରହ କଲେ। ରାତି ଅନିଦ୍ରା ହେଇକି ଚାନ୍ଦା ଆଦାୟ କଲେ ଏବଂ ପଞ୍ଚାୟତରେ ବର୍ତ୍ତମାନ ଯୋଉ ମନ୍ଦିର ଠିଆ ହେଇଛି ମାଙ୍କ କୃପାରୁ, ସେଇ ମନ୍ଦିର ବର୍ତ୍ତମାନ ତିଆରି କଲେ ସେମାନେ। ଏବଂ ଏହା ବହୁ ବର୍ଷ ହେଲା ଚାଲି ଆସିଛି। ଏଇ ଜାଗାରେ ଯିଏ ପୂଜା କରିବ ମାନସିକ ପୂର୍ଣ୍ଣ ହଉଛି। ତେଣୁ ଆମେ ବିଭିନ୍ନ ଅନୁଷ୍ଠାନରୁ ବିଭିନ୍ନ ପ୍ରକାର ସାହାଯ୍ୟ ପାଉଛୁ। ଭକ୍ତ ବୃନ୍ଦ ମାନେ ଆମକୁ ସାହାଯ୍ୟ କରୁଛନ୍ତି। ଏହାର ମାନେ ବହୁତ ପରିଶ୍ରମ କରି ଆମେ କଣ କରୁଛୁ, ଚାନ୍ଦା ଆଦାୟ କରୁଛୁ। ଯୁବକ ସଂଘ ଆମ ଗାଁର ପିଲାମାନେ ସମସ୍ତେ ଆଦାୟ କରିକିରି এই ମନ୍ଦିର ନିର୍ମାଣରେ ବହୁତ ଉନ୍ନତି ପାଇଁ ଚେଷ୍ଟା କରୁଛୁ। ଏବଂ ପରିଶେଷରେ ମୁଁ କହୁଛି, ଏଇ ମନ୍ଦିରର କେମିତି ଉନ୍ନତି ହବ ସେଭଳି ସେ କେବଳ ମୁଁ ତ ନୁହେଁ, ମୋର କମିଟି ମେମ୍ବର ଏବଂ ଗ୍ରାମବାସୀ ବୃନ୍ଦ ଏବଂ ତଥା ଅନ୍ୟାନ୍ୟ ଭକ୍ତ ବୃନ୍ଦ ବହୁତ ଚେଷ୍ଟା କରୁଛନ୍ତି, କରିବେ ମଧ୍ୟ। ଏତିକି କହି ମୁଁ ଅଛି ଏଇଠିକି ଆସିବାର କ'ଣ ମା ସଭା ଆମର କର୍ତ୍ତବ୍ୟ ଦେବି। ଆମେ ପ୍ରତି ସଂକ୍ରାନ୍ତିରେ ଆସୁ, ମାଙ୍କ ଯାତ୍ରା ଆସୁ। ଏଠାରେ ବହୁତ ଲୋକ ଗହଳି ହୁଅନ୍ତି। ମାଙ୍କ ଆଶୀର୍ବାଦ ଯୋଗୁଁ ଏଠାରେ ଯିବା ଆସିବା ଲୋକ ପ୍ରତ୍ୟେକ ମାଙ୍କ ସାମ୍ନାରେ ମାଇଁ ଯାଆନ୍ତି। ମାଙ୍କ ମୂର୍ତ୍ତି ଯେତେ ଟଙ୍କା ଆମକୁ ଖାଉଛେ, ମା ସବୁବେଳେ ଆମ ପ୍ରତି ସଂକ୍ରାନ୍ତି ମଧ୍ୟ ଆମ ଏଠି ପ୍ରତିବାଦ ହୁଏ। ସମସ୍ତଙ୍କୁ ଖାଇବା ବ୍ୟବସ୍ଥା